ଦିନେ ଆସ୍ତିକ ମୂର୍ତ୍ତି କାରିଗରଟିଏ ମନ ଦୁଃଖରେ ଭଗବାନଙ୍କୁ ଜଣେଇଲା, ହେ ପ୍ରଭୁ, ମୁଁ ଆପଣଙ୍କର ଶହ ଶହ ମୂର୍ତ୍ତି ତିଆରି କରି ବିକୁଛି, କିନ୍ତୁ ମୁଁ କେବେ ଦିନେ ଶାନ୍ତି ପାଉନାହିଁ। ଭଗବାନ ତାକୁ ସ୍ୱପ୍ନରେ କହିଲେ, ଆରେ କାରିଗର, ମୁଁ ତୋତେ ତିଆରି କରିଛି, ଏ ସମାଜକୁ ତିଆରି କରିଛି, ଏ ମଣିଷମାନଙ୍କୁ ସୃଷ୍ଟି କରିଛି, କିନ୍ତୁ ଏ ଯାହାକୁ ମୁଁ ସୃଷ୍ଟି କରିଛି ଜୀବନ୍ତ ଭାବେ କରିଛି, ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରୁଛନ୍ତି, ପରସ୍ପର ମଧ୍ୟରେ ଶତ୍ରୁତା ଆଚରଣ କରୁଛନ୍ତି। କିନ୍ତୁ ଧନ୍ୟବାଦ ତୋତେ, ତୁ ଯେଉଁ ମୂର୍ତ୍ତିମାନଙ୍କୁ ତିଆରି କରିଛୁ ସେହି ମୂର୍ତ୍ତିମାନଙ୍କ ପାଖରେ ମୋ ସନ୍ତାନମାନେ ସମସ୍ତେ ସବୁବେଳେ ନତମସ୍ତକ ହେଉଛନ୍ତି। ତେଣୁ ସବୁବେଳେ ମନେ ରଖ, ତୋର ତିଆରି ତୁ ଧନ୍ୟ। ଏ ଜଗତରେ ମୋ ଠାରୁ ତୋର ଜୀବନ ଚରିତାର୍ଥ